ଆଜିର ପ୍ରସଙ୍ଗରେ ଶୁଣନ୍ତୁ ନାଗରିକଙ୍କ ଆର୍ଥିକ କ୍ଷେତ୍ରକୁ ସ୍ୱଚ୍ଛଳ କରିବ ଜିଏସ୍ଟି ସଂସ୍କାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଅନୁଷ୍ଠିତ 56ତମ ଜିଏସ୍ଟି ପରିଷଦ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରାଯାଇଛି। ଟିକସ ଢାଞ୍ଚାରେ ରଣନୀତିକ, ନୀତିଗତ ଏବଂ ନାଗରିକ କୈନ୍ଦ୍ରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହ ତୃଣମୂଳ ସ୍ତରରେ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ନେଇ ଜିଏସ୍ଟି ସଂସ୍କାରମୂଳକ ନିଷ୍ପତ୍ତି ଗ୍ରହଣ କରାଯାଇଛି। କ୍ଷୁଦ୍ର ବ୍ୟବସାୟୀଙ୍କ ସମେତ ବ୍ୟାବସାୟିକ କ୍ଷେତ୍ର, ବାଣିଜ୍ୟ କାରବାର ଏବଂ ଅନ୍ୟାନ୍ୟ ଆର୍ଥିକ ଦେଣନେଣ ଉପରେ ମଧ୍ୟ ଜିଏସ୍ଟି ପରିଷଦ ଉତ୍ସାହଜନକ ନିଷ୍ପତ୍ତି ଗ୍ରହଣ କରିଛି। ବୀମା କ୍ଷେତ୍ରକୁ ସୁଲଭ କରିବା ଏବଂ ବୀମା ସୁରକ୍ଷା ବୃଦ୍ଧି ଲକ୍ଷ୍ୟ ନେଇ ଜୀବନ ବୀମା ପଲିସି ଏବଂ ପୁନଃ ବୀମାକରଣ ବ୍ୟୟ ପ୍ରଦାନ ଉପରେ ଜିଏସ୍ଟି ଛାଡ଼ କରାଯାଇଛି। ଜିଏସ୍ଟି ଟିକସ ଢାଞ୍ଚାରେ ରହିଥିବା 4ଟି ପର୍ଯ୍ୟାୟ ଢାଞ୍ଚାରୁ 2ଟିକୁ ପ୍ରତ୍ୟାହାର କରି ନିଆଯାଇଛି। ନାଗରିକ ଅନୁକୂଳ ସରଳ ଟିକସ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। 12 ଏବଂ 28% ଢାଞ୍ଚାକୁ ପ୍ରତ୍ୟାହାର କରି ନିଆଯାଇଥିବା ବେଳେ 5%, 18% ଜିଏସ୍ଟି ଢାଞ୍ଚା ମଧ୍ୟରେ ଦ୍ରବ୍ୟର ବିଭିନ୍ନ ବର୍ଗକୁ ସାମିଲ କରାଯାଇଛି। 33 ଜୀବନ ରକ୍ଷାକାରୀ ଔଷଧକୁ ମିଶାଇ ଅନ୍ୟ କେତେକ ଔଷଧ ଉପରେ ପୂର୍ବରୁ ଲାଗୁ ହୋଇଥିବା 12% ହାରକୁ ପ୍ରତ୍ୟାହୃତ କରାଯାଇଛି। ଏହାକୁ ଛାଡ଼ି ଅନ୍ୟାନ୍ୟ ଔଷଧ ବର୍ଗ ଉପରେ ଟିକସ ହାର 5%ରେ ସୀମିତ ରଖାଯାଇଛି। ଶଲ୍ୟ ଚିକିତ୍ସା, ଦନ୍ତ, ପଶୁ ଚିକିତ୍ସା ପାଇଁ ବ୍ୟବହୃତ ବିଭିନ୍ନ ଚିକିତ୍ସା ଉପକରଣ ଉପରୁ ଜିଏସ୍ଟିକୁ 18ରୁ 5%କୁ ହ୍ରାସ କରାଯାଇଛି। ଡାଇଗ୍ନୋଷ୍ଟିକ୍ କିଟ୍, ରିଏଜେଣ୍ଟ, ଗ୍ଲୁକୋମିଟର, ବ୍ୟାଣ୍ଡେଜ୍ ଆଦି ଚିକିତ୍ସା ଉପକରଣ ଏବଂ ଯୋଗାଣ ଉପରେ ମଧ୍ୟ ଜିଏସ୍ଟି 5% ଧାର୍ଯ୍ୟ ହୋଇଛି। ପୂର୍ବରୁ ଏହା 12% ରହିଥିଲା। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଉପରେ ମଧ୍ୟ ଜିଏସ୍ଟି ହ୍ରାସ ପାଇ 28ରୁ 18% ହୋଇଛି। ସିମେଣ୍ଟ ଉପରେ ଜିଏସ୍ଟି 18%କୁ ହ୍ରାସ କରାଯାଇଛି। କୃଷି ସାମଗ୍ରୀ ଯେପରିକି ଟ୍ରାକ୍ଟର, କୃଷି କିମ୍ବା ବନୀକରଣ ଯନ୍ତ୍ରପାତି, ଅମଳ ପାଇଁ ବ୍ୟବହୃତ ଉପକରଣ, କମ୍ପୋଷ୍ଟ ମେସିନ୍, ଘାସ କଟା ଯନ୍ତ୍ର ଉପରେ ମଧ୍ୟ ଜିଏସ୍ଟି 12% ହ୍ରାସ ପାଇ 5%ରେ ପହଞ୍ଚିଛି। ହସ୍ତଶିଳ୍ପ, ମାର୍ବଲ, ଗ୍ରାନାଇଟ୍ ବ୍ଲକ୍, ମଧ୍ୟବର୍ତ୍ତୀ ଚମଡ଼ା ସାମଗ୍ରୀ ଭଳି ଶ୍ରମବହୁଳ ସାମଗ୍ରୀ ଉପରେ ରହିଥିବା 12% ଜିଏସ୍ଟି 5%କୁ କମାଇ ଦିଆଯାଇଛି। କେତେକ ପ୍ରକାର ପ୍ୟାକେଜ ଖାଦ୍ୟପଦାର୍ଥ ସାମଗ୍ରୀ ଜିଏସ୍ଟି ମୁକ୍ତ ହୋଇଥିବା ବେଳେ ଅନ୍ୟଗୁଡ଼ିକରେ ଏହା ହ୍ରାସ କରାଯାଇଛି। ଏୟାର କଣ୍ଡିସନର, 32 ଇଞ୍ଚରୁ ଅଧିକ ଏଲ୍ଇଡି, ଏଲ୍ସିଡି ଟିଭି, ମନିଟର ଏବଂ ପ୍ରୋଜେକ୍ଟର, ଡିଶ୍ୱାଶର ଆଦି ବୈଦ୍ୟୁତିକ ଯନ୍ତ୍ରାଂଶ ଉପରେ ଜିଏସ୍ଟି 28ରୁ 18%କୁ ହ୍ରାସ ପାଇଛି। ବିଦେଶୀ ମଦ, ତମାଖୁ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଜିଏସ୍ଟି ବୃଦ୍ଧି କରାଯାଇଛି। କେତେକ ସାମଗ୍ରୀ ଉପରେ 40% ପର୍ଯ୍ୟନ୍ତ ଜିଏସ୍ଟି ଲାଗୁ କରିବାକୁ ସୁପାରିଶ କରାଯାଇଛି। ସେହି ସାମଗ୍ରୀଗୁଡ଼ିକ ମଧ୍ୟରେ ପାନ ମସଲା, ଗୁଟ୍ଖା, ସିଗାରେଟ୍, ବିଳାସପୂର୍ଣ୍ଣ କାର୍, ଘରୋଇ ବିମାନ, 350 ସିସି କ୍ଷମତା ସମ୍ପନ୍ନ ଇଞ୍ଜିନ୍ ଥିବା ମୋଟରସାଇକେଲ, ଏନର୍ଜି ପାନୀୟ, ଦାମୀ କଣ୍ଢେଇ ଆଦି ସାମଗ୍ରୀ ଅନ୍ତର୍ଭୁକ୍ତ। ସଂଶୋଧିତ ଜିଏସ୍ଟି ହାର ଆସନ୍ତା 22 ତାରିଖ ଠାରୁ ଲାଗୁ କରାଯିବା ନେଇ ଜିଏସ୍ଟି ପରିଷଦ ସୁପାରିଶ କରିଛି। ତେବେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଜିଏସ୍ଟି ଅଧୀନରେ ପ୍ରଦାନ କରାଯାଉଥିବା କ୍ଷତିପୂରଣ ପାଣ୍ଠିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ଜିଏସ୍ଟି ଲାଗୁ କରିବା ନେଇ ପରିବର୍ତ୍ତିତ ସମୟ ନିର୍ଘଣ୍ଟ ଉପରେ ମଧ୍ୟ ପରିଷଦ ସୁପାରିଶ କରିଛି। ସିଜିଏସ୍ଟି ଆଇନରେ ସଂଶୋଧନ ପାଇଁ ମଧ୍ୟ ପରିଷଦ ସରକାରଙ୍କ ପ୍ରସ୍ତାବ ଉପସ୍ଥାପନ କରିଛି। ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ ଏବଂ ସରଳ କରିବା ପାଇଁ ଏକ ଇଚ୍ଛାଧୀନ ସରଳୀକୃତ ଜିଏସ୍ଟି ପଞ୍ଜୀକରଣ ଯୋଜନା ପ୍ରଚଳନ କରିବାକୁ ପରିଷଦ ସୁପାରିଶ କରିଛି। ନଭେମ୍ବର 1ରୁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନେଇ ଗଠିତ ଜିଏସ୍ଟି ପରିଷଦ ସାଧାରଣ ଜନତା, କୃଷକ, ଏମ୍ଏସ୍ଏମ୍ଇ ବର୍ଗ, ମହିଳା ଓ ଯୁବବର୍ଗଙ୍କୁ ସୁଫଳ ପ୍ରଦାନ କରିବା ନେଇ ଟିକସ ହ୍ରାସ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଟିକସ ହାରରେ ଏଭଳି ପରିବର୍ତ୍ତନ ସାଧାରଣ ନାଗରିକଙ୍କର ଜୀବନଧାରଣ ମାନରେ ଉନ୍ନତି ଆଣିବ, ବ୍ୟବସାୟ କ୍ଷେତ୍ରକୁ ସହଜ ଏବଂ ସରଳ କରିବା ସହ ଅର୍ଥନୀତିକୁ ସୁଦୃଢ଼ କରିବ। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ନିଷ୍ପତ୍ତି ପ୍ରତିଫଳନ କରୁଛି।